এটা দুঃখ ଲାଗିଲା। ଦୁଃଖଟା ବହୁତ ଦୁଃଖ ଏଇଥିପାଇଁ ବହୁ ସୁଧିକିଆ ସାରେ ଗୋଟେ ଦିନ ମତେ ଛୁଟି ମିଳିଥିଲା ଭଲ ହେଇଥାନ୍ତା। ମୁଁ ଭାରି ଇମୋସନାଲ, ମୁଁ ହିରୋ ପାର୍ଟ କରିପାରିବିନି, ମୁଁ କାନ୍ଦି ପାରେନି, କିନ୍ତୁ ବାହାରେ ବହୁତ ଇମୋସନାଲ। ମୋ କଥା କହିଲେ ଏବେ ମୁଁ ଚାପିକି ରହୁଛି କାରଣ ମିଡିଆରେ ବାପା ଦେଖୁଛନ୍ତି, ସେ ଇମୋସନାଲ ହେଇଯାଉଛନ୍ତି, ସେଥିପାଇଁ ନିଜକୁ ପରିପ୍ରକାଶ କରିପାରୁନି। ଛୁଟିଠୁ ଏବେ ମୁଁ ସୁନ୍ଦର ଦେଖାଯାଉଛି। ମୁଁ ମଝିରେ ଭାବୁଥିଲି ବୋଧେ କାଳେ କଣ ଦେଖାହବ କଣ ନାହିଁ, ଦେଖାହବା ମିଷ୍ଟର ନଥିଲା, ସବୁ କରି କଣ ଦେଖାହବ। ଆଉ ବୋଉର ଆଶୀର୍ବାଦ ଅଛି ନା, ମୋ ବୋଉ କୁହ ମୋ ପୁଅ ସୁନ୍ଦର। ଆମ ଗୋଟେ କଳାକାର ସବୁ କିଛି କରିପାରିବ। ଗୋଟେ କଳାକାର ଡକ୍ଟର ହେଇପାରିବ, ପୋଲିସ ହେଇପାରିବ, ସାମ୍ବାଦିକ ହେଇପାରିବ, ଆଙ୍କର ହେଇପାରିବ, ସବୁ କିଛି କରିପାରିବ କଳାକାର। ସେଇଟା ହଉଛି ଆମର ଗୋଟେ ବଡ ଭଗବାନଙ୍କ ଆଶୀର୍ବାଦ, ଗଡ ଗିଫ୍ଟ। ଯେତେ ଦୁଃଖ ଥିଲେ ଆମେ ଷ୍ଟେଜ ଉପରେ ଯାତ୍ରା କରିବାର ଅଛି, ଦର୍ଶକ ମାନଙ୍କୁ ମନୋରଞ୍ଜନ କରିବାର ଅଛି, କିନ୍ତୁ ମନରେ ଯେତେ ଦୁଃଖ ଥାଏ ଚାପି ରଖିବାକୁ ପଡିବ। ସେତିକି ଧୈର୍ଯ୍ୟ ଦେଇଛନ୍ତି। ଆଉ ଗୋଟେ ଧୈର୍ଯ୍ୟ ମୋ ବାପାଙ୍କଠୁ ଶିଖିଛି। ବହୁତ ଦୁଃଖ ପରିସ୍ଥିତି ଥିଲା, ଆମେ ଘରେ ବହୁତ ପରିସ୍ଥିତି, ଏମିତି କି ଖାଇବା ପାଇଁ ବହୁତ ଅସୁବିଧା, ଘର ଦ୍ୱାର ବିଲ ବିକ୍ରି ହେଇଯାଇଛି। ମୋ ବାପା ପୁରା ଧୈର୍ଯ୍ୟ ସହ ସାମ୍ନା କରିଥିଲେ ବୋଲି ଆଜି ଆମେ ଭାଇ, ମୁଁ, ମୋ ସ୍ତ୍ରୀ, ମୋ ବଡ ଭାଉଜ ଏବେ ସବୁ ଜବ୍ ହୋଲ୍ଡର ଭଲ ସ୍ଥିତିରେ ଅଛୁ। ସେଇଟା ଦେଖି ତାଠୁ ଧୈର୍ଯ୍ୟଟା ବାପାଠୁ ଶିଖିଛି, ଘରଠୁ ଶିଖିଛି, ବୋଉଠୁ ଶିଖିଥିଲି। ଏଇଟା ଦୁଃଖ ଲାଗିଲା। ଦୁଃଖଟା ବହୁତ ଦୁଃଖ ଏଇଥିପାଇଁ ବହୁ ସୁଧିକିଆ ସାରେ ଗୋଟେ ଦିନ ମତେ ଛୁଟି ମିଳିଥିଲା ଭଲ ହେଇଥାନ୍ତା। ଦୁଃଖଟା ବହୁତ କଷ୍ଟଟା ବହୁତ ଫିଲ୍ ହଉଛି, କାରଣ ଏକା ଏକା ସବୁ କରିବାକୁ ପଡୁଛି। ମୋ ବଡ ଭାଇ ବାହାରେ ରୁହେ, ସେ କିଛି ଜାଣିନି। ବହୁ 2,500 3,000 ଲୋକଙ୍କ ପାଖରେ ପହଞ୍ଚି ତାଙ୍କୁ ଇନଭାଇଟ୍ କରିବା, ତାପରେ ତାଙ୍କ ପ୍ରତ୍ୟେକ ବହୁତ ଲୋକ କୋଅପରେଟ୍ କରିଛନ୍ତି। କାରଣ ଗାଁକୁ ଗଲେ ମୋ ହାତରୁ କାର୍ଡ ନେଇଯାଏ, ତୁ କାହିଁ ଆସିଥିଲୁ, ଆମେ ଯାଇଥାନ୍ତୁ। ଏ କଥା ନିଜେ ମାର କାମଟା ନିଜେ କରିଛି, ବହୁତ ଖୁସି ଲାଗିଲା। ଏବେ ଏତେ ଏକ୍ସପିରିଏନ୍ସ ହେଇଯାଇଛି ଯେ ଆଉ କଷ୍ଟଟା ଅନୁଭବ ହଉନି। ଯାହା ଭଲରେ ଭଲରେ କାମ ହେଲା। ବହୁତ ଲୋକ ଯୋଉ ଅନୁରୋଧ କରିଥିଲେ, ଯୋଉମାନେ ଅତିଥି ମାନେ ଆସିଥିଲେ, ବହୁତ ଖୁସି ଲାଗିଲା। କାଲି ମୋର ବର୍ଷା ନାହିଁ, କିଛି ନାହିଁ, ମୋ ମାର କାମ, ମୋ ମା ମନ ଯେମିତି ଆମ ମନ ଯେମିତି ପୁରା ସୁରୁଖୁରୁରେ କାମ ହେଲା। ଗୋଟେ କଳାକାରର ମା ଚାଲିଯାଇଛି ଦୁଃଖ, ଏପଟେ ଦର୍ଶକଙ୍କୁ ହସେଇବା ଆଉ କନ୍ଦେଇବାର ଗୋଟେ କାହାଣୀ। ସେ ଏକ୍ସପିରିଏନ୍ସ ଟା କେମିତି ରହିଲା? ବହୁତ ଏକ୍ସପିରିଏନ୍ସ। ଆପଣ ଯଦି ଦେଖୁଥିବେ ନାଟକ ଦେଖିବେ, ମୋର କମେଡି ୱିଥ୍ ଭିଲିଆନ୍, ହସିବା ସହିତ ରାଗ ଅଛି, ସବୁ ଅଛି, ରୋମାନ୍ସ ଅଛି, ସବୁ ଅଛି। ଆଉ ମୁଁ ଭାରି ଇମୋସନାଲ, ମୁଁ ହିରୋ ପାର୍ଟ କରିପାରିବିନି, ମୁଁ କାନ୍ଦି ପାରେନି, କିନ୍ତୁ ବାହାରେ ବହୁତ ଇମୋସନାଲ। ମୋ କଥା କହିଲେ ଏବେ ମୁଁ ଚାପିକି ରହୁଛି କାରଣ ମିଡିଆରେ ବାପା ଦେଖୁଛନ୍ତି, ସେ ଇମୋସନାଲ ହେଇଯାଉଛନ୍ତି, ସେଥିପାଇଁ ନିଜକୁ ପରିପ୍ରକାଶ କରିପାରୁନି। କଣ ଅଛି ଆଗକୁ ତ ନୂଆ ଯାତ୍ରା ହବ, ଆଉ ଯେଟା ନୂଆ ବହି କଣ ହବ ଦେଖିବା, ଆଗକୁ କଣ ଅଛି, ଆଗକୁ ବହୁତ କିଛି ହବାର ଅଛି। ବଢିଆ ଚାଲିଛି, ଦେଖୁଛନ୍ତି ତ ସବୁବେଳେ ହାଉସଫୁଲ। 3 ରାତି 4 ରାତି 2 ରାତି, ସେ ବଜରଙ୍ଗୀ ପାଇଁ ତ ମତେ ଛୁଟି ମିଳିଲାନି। ଆଉ କମିଟି ଭିତରେ ଆଗରୁ ଚୁଟି ଥିଲା, ମୁଁ କ୍ଷିତୀଶ ବରାଳ, ଏବେ ଚୁଟି ନାହିଁ, ଲୁଣ୍ଡାରେ କ୍ଷିତୀଶ ବରାଳ, କେମିତି? ମତେ ଲାଗୁଛି, ମୁଁ କହିଲି ଚୁଟିଠୁ ଏବେ ମୁଁ ସୁନ୍ଦର ଦେଖାଯାଉଛି। ମୁଁ ମଝିରେ ଭାବୁଥିଲି ବୋଧେ କାଳେ କଣ ଦେଖାହବ କଣ ନାହିଁ, ଦେଖାହବା ମିଷ୍ଟର ନଥିଲା, ସବୁ କରି କଣ ଦେଖାହବ। ଆଉ ବୋଉର ଆଶୀର୍ବାଦ ଅଛି ନା, ମୋ ବୋଉ କୁହ ମୋ ପୁଅ ସୁନ୍ଦର। ବହୁତ ସୁନ୍ଦର ଦେଖାଯାଉଛି, ମତେ ଲାଗୁଛି ଭଲ ଦେଖାଯାଉଛି। 11 ଦିନ କେତେ ଭୋଜି ଆୟୋଜନ କରିଥିଲେ? 12 ଦିନ? ହଁ, 11 ଦିନ ଆମର ମେନ୍ ଖାଇବାଟା 11 ଦିନ। 9 ଦିନରେ ବ୍ରାହ୍ମଣ ଖାଆନ୍ତି, 11 ଦିନରେ ହଉଛି ଗାଁ ଗେଷ୍ଟ ଫେଷ୍ଟ କାରଣ ଆମ ନୂଆ ଏପଟେ ନିୟମ ଅଲଗା। 12 ଦିନ ବାର ଭାତ ଭାଇ ଓଡିଶା। 11 ଦିନ ଆମର ଖାଇବା ହେଇଥିଲା 4,000 ରୁ 5,000, ତଥାପି 3,000 3,500 ଲୋକ ଖାଇଲେ। ଆଉ କିଛି ଯୋଉ ଖାଦ୍ୟ ରହିଲା ପାର୍ଟି ପାଇଁ ମୋର ହେଇଥିଲା ଖାଇବା, ମୁଁ ଧରିକି ଆସିଥିଲି। ଗାଁ ଗଣ୍ଡା ଆମର ସାଇ ପଡିଶା ଯିଏ ଅଛନ୍ତି ସବୁ ଦିଆହେଲା, ବହୁତ ମନ ଖୁସି। ଆଗକୁ କ୍ଷିତୀଶଙ୍କର କଣ ନୂଆ ରୂପରେ ଦେଖିବେ? ସାର୍ ନୂଆ ରୂପ ଯାତ୍ରା ତ କରିବା, ଯାତ୍ରାରେ ଅଛୁ, ଯାହା ନାଟକ ପଡିବ କରିବା, ଯାହା ପଡୁଛି ପଡୁ, ନାଟକ କରିବାର ଅଛି। ଆଉ ଭାବୁଥିଲି ମଝିରେ ଏତେ କଷ୍ଟ ଦୁଃଖ ଆସିବ, ଏତେ ଭିତରେ ତ ଷ୍ଟ୍ରଙ୍ଗ ହେଇ ରହିଲେ, ଆଉ ଯାହା ଆସିବ ସାମ୍ନା କରିବାର ଅଛି। क्या आप चाहते हैं ताज़ा, स्वादिष्ट और पौष्टिक मशरूम आपके घर तक पहुंचे? तो आज ही जुड़िए कल्याणी मशरूम सेंटर के साथ। यहाँ मिलता है फार्म फ्रेश मोजो मशरूम, मुलायम पनीर, ताज़ा ग्रीन मटर, स्वीट कॉर्न और बेबी कॉर्न, सब कुछ एक ही जगह, बेहतरीन क्वालिटी के साथ। हम देते हैं होलसेल और रिटेल दोनों सुविधाएं। आज ही डिस्ट्रीब्यूटरशिप लेने के लिए कॉल करें 93709678 या 9040091506। कल्याणी मशरूम सेंटर, ओडिशा का भरोसेमंद नाम, मोजो मशरूम और डेयरी प्रोडक्ट्स में।